ସମସ୍ତଙ୍କୁ ନମସ୍କାର। ଆମର ଇଞ୍ଜିନିୟରିଂ ଡ୍ରଇଂ ଏବଂ କମ୍ପ୍ୟୁଟର ଗ୍ରାଫିକ୍ସର ଏନପିଟିଇଏଲ ଅନଲାଇନ୍ ସାର୍ଟିଫିକେସନ ପାଠ୍ୟକ୍ରମକୁ ସ୍ୱାଗତ। ମଡ୍ୟୁଲ ନମ୍ବର 7ରେ ସରଫେସ ମଡେଲଗୁଡ଼ିକ କିପରି ତିଆରି କରାଯାଏ ସେ ବିଷୟରେ ଆମେ ଶିଖିଲୁ ଏବଂ ପରବର୍ତ୍ତୀ ସମୟରେ ଆମେ କମ୍ପ୍ୟୁଟର ଗ୍ରାଫିକ୍ସ ଉପରେ ପର୍ଯ୍ୟବେକ୍ଷଣ ବିଷୟରେ ଅଳ୍ପ ଶିଖିଲୁ। ତେଣୁ ଆଜିର କ୍ଲାସରେ ଆମେ ଏହି ସମସ୍ତ ସରଫେସ ନିର୍ମାଣ କୌଶଳରେ ବିଭିନ୍ନ ସରଫେସ ନିର୍ମାଣ କୌଶଳ ବିଷୟରେ ଜାଣିବା। ଆମେ ମୁଖ୍ୟତଃ କ୍ୟୁବିକ ପଲିନୋମିଆଲକୁ ବେଶ ଭାବେ ବ୍ୟବହାର କରୁ। ଉଦାହରଣ ସ୍ୱରୂପ ଆମ ପାଖରେ U1, U2, U3 ଇତ୍ୟାଦି ପରି ଡାଟା ପଏଣ୍ଟ ଅଛି ଏବଂ ଯଦି ଆମେ ପ୍ରଥମ କର୍ଭ ନିର୍ମାଣରେ ଆଗ୍ରହୀ ତେବେ ଆମେ ସୂଚାଇବୁ ଯେ ଏହା ଏକ ଘନ ସମ୍ପର୍କକୁ ସନ୍ତୁଷ୍ଟ କରେ ଯେଉଁଠାରେ C0, C1, C2, C3 କୋଏଫିସିଏଣ୍ଟ ଅଟେ ଏବଂ U ହେଉଛି ଏକ ପାରାମିଟର ଯାହା ଆମେ କହିବାକୁ ସ୍ଥିତିରେ ରହିପାରିବା ଯେପରି x, y, z। ବିଭିନ୍ନ x, y, z ସଂଯୋଜକଗୁଡ଼ିକ ଆମେ ଏହାକୁ ପ୍ଲଗ୍ କରିବାକୁ ଯାଉଛୁ ତେଣୁ ପାରାମିଟର ବକ୍ରତା ପାଇବାକୁ ଆମେ ଏକ ସ୍ଥିତିରେ ଅଛୁ। ଏଠାରେ ଏହି C0, C1, C2, C3ର ପ୍ରତ୍ୟେକଟି ବେସିକ ଭାବେ ସେହି ପଲିନୋମିଆଲ କର୍ଭର ଓଜନ କାର୍ଯ୍ୟଗୁଡ଼ିକୁ ପ୍ରତିନିଧିତ୍ୱ କରେ। ସେଗୁଡ଼ିକ ଗୋଟିଏ ପ୍ରକାରର ଜିନିଷ ହୋଇପାରେ କିମ୍ବା ଗୋଟିଏ 0 ପ୍ରକାରର ଜିନିଷ 1.5 ଗୋଟିଏ ପ୍ରକାର ହୋଇପାରେ। ତେଣୁ ଆମେ ଏହି ଓଜନଗୁଡ଼ିକୁ ଯତ୍ନର ସହିତ ଦେଖାଇଥାଉ ଯାହାଦ୍ୱାରା ଏକ ସୁନ୍ଦର କର୍ଭ ପ୍ରକୃତରେ ଏହି ପଏଣ୍ଟଗୁଡ଼ିକ ଦେଇ ମୁଭମେଣ୍ଟ କରେ। ଥରେ ଆମେ ଏହି କ୍ୟୁବିକ୍ ପଲିନୋମିଆଲ ଗଠନ କରିସାରିବା ପରେ ଇଣ୍ଟରପୋଲେସନ ପରି ସରଫେସ ନିର୍ମାଣ ପାଇଁ ସମାନ ଟେକ୍ନିକ୍ ପ୍ରୟୋଗ କରିବୁ। ହର୍ମାଇଟ୍ ବାଇକ୍ୟୁବିକ୍ ସରଫେସଗୁଡ଼ିକର ପ୍ରସଙ୍ଗରେ ଆମେ କରୁଥିବା ପ୍ରଥମ କାର୍ଯ୍ୟ ହେଉଛି ସେହି ପଏଣ୍ଟଗୁଡ଼ିକ ମଧ୍ୟରେ ଏକ କର୍ଭ ନିର୍ମାଣ କରିବା। ଯଦି ଆମେ ଏକ ନିର୍ଦ୍ଦିଷ୍ଟ ବକ୍ରତା ପାଇଥାଉ ତେବେ ଆମେ ଯୋଡ଼ୁ। ଉଦାହରଣ ସ୍ୱରୂପ ପଏଣ୍ଟ P0, P ଯାହାକୁ ଆମେ ଜାଣୁ ସେହି ସିଷ୍ଟମର ଯେକୌଣସି x, y ସଂଯୋଜକ ଅଛି। ଆମର ସେହି ପଏଣ୍ଟ ବିଷୟରେ ସୂଚନା ଅଛି ଆମେ P1 ବିଷୟରେ ଆମର ସୂଚନା ଅଛି ଏବଂ ସମାନ ଭାବରେ ଆମର P0ରେ ଟ୍ୟାଞ୍ଜେଣ୍ଟ ବିଷୟରେ ସୂଚନା ଅଛି ଯାହାକୁ ଆମେ P0' ଭାବରେ ପ୍ରତିନିଧିତ୍ୱ କରୁଛୁ। ସେହିଭଳି P1ରେ ଟ୍ୟାଞ୍ଜେଣ୍ଟ ଯାହାକୁ ଆମେ P1' ବୋଲି କହୁଛୁ। ଯଦି ଆମର ଏହି ସୂଚନା ଦିଗରେ ଏକ ବକ୍ରତା ଅଛି ଯଦି ଆମେ ସେହି ଟ୍ୟାଞ୍ଜେଣ୍ଟ ସୂଚନା ଏବଂ ପଏଣ୍ଟ ସୂଚନାରୁ ଇଣ୍ଟରପୋଲେଟ୍ କରିପାରିବା ଏକ ସୁଗମ କର୍ଭ ଯଦି ଆମେ ତାହା ଦେଇ ଯାଉଛୁ ତେବେ ଆମେ କହିଥାଉ ଯେ ହର୍ମିଟ୍ କର୍ଭ ଭାବରେ ସେମାନେ ଏକ ନିର୍ଦ୍ଦିଷ୍ଟ ସମ୍ପର୍କକୁ ସନ୍ତୁଷ୍ଟ କରନ୍ତି ଯେଉଁଠାରେ ତୁମ P ସେହି କର୍ଭ ଉପରେ ଯେକୌଣସି ବିନ୍ଦୁ P ଏହି ସମ୍ପର୍କକୁ ସନ୍ତୁଷ୍ଟ କରିବାକୁ ବିବେଚନା କରାଯାଏ ଆମେ ମଧ୍ୟ ସରଫେସରେ ଖୋଜିବାକୁ ଚେଷ୍ଟା କରୁଛୁ। ତେଣୁ ତୁମେ ଯେକୌଣସି ହର୍ମିଟ୍ କର୍ଭକୁ ଚୟନ କର ଯାହାକି ସେହି ସରଫେସରେ ଯାଉଥିବା ପଏଣ୍ଟକୁ ଚୟନ କର ଯେଉଁଠାରେ ଆମର U V ସୂଚନା ସେହି ସରଫେସରେ ପାରାମେଟ୍ରିକ୍ ଭେରିଏସନ୍ ଅଟେ। UV ଦିଗରେ ଥିବା ପଏଣ୍ଟ ଆମ ପାଖରେ ଥିବା ପଏଣ୍ଟ ଏବଂ ଟ୍ୟାଞ୍ଜେଣ୍ଟ ସୂଚନା ଉପରେ ଆଧାର କରି ଏହି ସମ୍ପର୍କକୁ ସନ୍ତୁଷ୍ଟ କରେ। ଏବଂ ଯେତେବେଳେ ଆମେ ନିର୍ମାଣ କରୁଛୁ ଆମେ ଓଜନ ଏବଂ ଅନ୍ୟାନ୍ୟ ଜିନିଷ ପରି କିଛି ସମସ୍ୟା ହ୍ରାସ କରିବାକୁ ଚେଷ୍ଟା କରୁ। ଫର୍ଦର ପର୍ପୋଜ ପାଇଁ ଆମେ ଫଙ୍କସନ୍ ଭାଲ୍ୟୁ ବ୍ୟବହାର କରିବାକୁ ଚେଷ୍ଟା କରୁ ଏବଂ ଫଙ୍କସନ୍ ଭାଲ୍ୟୁ ବ୍ୟବହାର କରୁ ଏବଂ ସେଗୁଡ଼ିକର ଡେରିଭେଟିଭ୍ ମଧ୍ୟ ସେହି ସରଫେସକୁ ପାଇବା ପାଇଁ ଏହାକୁ ବିଭିନ୍ନ ପଏଣ୍ଟରେ ପ୍ରୟୋଗ କରିବାକୁ ଚେଷ୍ଟା କରେ ଏବଂ ସେହି ମାଟ୍ରିକ୍ସ ଉପରେ ନିର୍ଭର କରେ ଯେ ଏହା କେତେ ସୁଗମ ଅଟେ ତାହା ଉପରେ ନିୟମିତ ଭାବରେ କଣ୍ଡିସନ କିମ୍ବା ଖରାପ ଅବସ୍ଥାରେ ଆମେ ଏହି ସରଫେସଗୁଡ଼ିକ ନିର୍ମାଣ କରିବାକୁ ଯାଉଛୁ। ବେଜିୟର କର୍ଭ ଏବଂ ବେଜିୟର ସରଫେସ୍ ନାମକ ସରଫେସଗୁଡ଼ିକ ନିର୍ମାଣ କରିବାର ଅନ୍ୟ ଉପାୟ ମଧ୍ୟ ଅଛି। ଏଥିରେ ଆମର P1, P2
P3 P4 ପରି ନିର୍ଦ୍ଦିଷ୍ଟ ଡାଟା ପଏଣ୍ଟ ଅଛି। ଆମେ ଏହି ଡାଟା ପଏଣ୍ଟରେ ସିଧାସଳଖ ଯୋଡୁ ନାହୁଁ। ଆମେ କ'ଣ କରୁ? ଆମେ କିଛି ବହୁଭୁଜ ଉପରେ ଆଧାର କରି ନିର୍ମାଣ କରୁ, ଯାହା ଏହି ଡାଟା ପଏଣ୍ଟ ମଧ୍ୟରେ ଫିଟ୍ ହୁଏ। ଏବଂ ଯେତେବେଳେ ଆମେ ଏହି ବହୁଭୁଜକୁ ଫିଟ୍ କରୁ, ତାପରେ ଯେକୌଣସି କର୍ଭ ଏହି ବହୁଭୁଜ ଦେଇ ମୁଭମେଣ୍ଟ କରେ, ଆମେ ଏହାକୁ ବେଜିୟର କର୍ଭ ବୋଲି କହିଥାଉ। ଯଦି ମୁଁ ଏହାକୁ ପାରାମେଟ୍ରିକ ଭେରିଏସନରେ ପ୍ରତିନିଧିତ୍ୱ କରୁଛି, ତେବେ ସେହି କର୍ଭ ଉପରେ ପି ଯେକୌଣସି ପଏଣ୍ଟ ପି ପାରାମେଟ୍ରିକ କର୍ଭକୁ PIKA ଅନୁଯାୟୀ ଏକ୍ସପାଣ୍ଡ କରାଯିବା ଉଚିତ, ଯେଉଁଠାରେ K ଦାନ K2 K3 K4ର ଏହି କ୍ୟୁବ ଇଣ୍ଟରପୋଲେସନ ଅଛି। ତେଣୁ ଟି ହେଉଛି ଆମର ପାରାମେଟ୍ରିକ ଭେରିଏବଲ। ଆମର U ଗୋଟେ କ୍ୟୁବିକ ପଲିନୋମିଆଲ, ଗୋଟେ କ୍ୟୁବିକ ପରି ବିଭିନ୍ନ ଫର୍ମାଟରେ ଆମେ ଯତ୍ନର ସହିତ ଆଡଜଷ୍ଟ କରିବାକୁ ଯାଉଛୁ, ଯାହାଦ୍ୱାରା ଆମେ ଏକ ବହୁଭୁଜ ନିର୍ମାଣ କରିପାରିବା ଯାହା ମାଧ୍ୟମରେ ଏହି ନିର୍ଦ୍ଦିଷ୍ଟ ପଲିନୋମିଆଲ କର୍ଭ ବାସ୍ତବରେ ପାସ୍ ହୁଏ। ଯଦି ଆମେ ତାହା କରିବାକୁ ଯାଉଛୁ, ସେହି ପ୍ରକାରର କର୍ଭକୁ ଆମେ ବେଜିୟର କର୍ଭ ବୋଲି କହିଥାଉ ଏବଂ ଏଗୁଡ଼ିକ ହେଉଛି ସବୁଠାରୁ ଲୋକପ୍ରିୟ ପ୍ରତିନିଧିତ୍ୱ କର୍ଭ। ଏବଂ ଯେତେବେଳେ ଆମେ ଏହିପରି କର୍ଭ ଡ୍ରଇଂ କରୁ, ସେହି ସୁଗମ କର୍ଭ ଗଠନ ପାଇଁ ଆମକୁ କେବଳ 4ଟି ପଏଣ୍ଟ ଆବଶ୍ୟକ। ଉଦାହରଣ ସ୍ୱରୂପ, ଆମର P ଦାନ P2 P3 P4 ପଏଣ୍ଟ ଅଛି। ଏହାକୁ ପ୍ରତିନିଧିତ୍ୱ କରିବାର ଗୋଟିଏ ଉପାୟ ହେଉଛି, ମୁଁ ବୋଧହୁଏ କେବଳ ଏକ ଲାଇନ ନିର୍ମାଣ କରିବାକୁ ଯାଉଛି, କିମ୍ବା ବୋଧହୁଏ ମୁଁ କେବଳ ଏକ ସ୍ପ୍ଲାଇନ୍ ପରି କିଛି ନିର୍ମାଣ କରେ। ସର୍ବୋତ୍ତମ ଉପସ୍ଥାପନା ହେଉଛି ଏହି ବେଜିୟର ପ୍ରତିନିଧିତ୍ୱ ସହିତ ଯିବା। ତେଣୁ ଏହି ଓଜନକୁ କମ୍ କରି ଆମେ ଏକ ବକ୍ରତା ସ୍ଥିତିରେ ରହିବୁ। ଅଧିକାଂଶ ଗ୍ରାଫିକ୍ସ ଏଡିଟର ସଫ୍ଟୱେର୍ ଏହି ବେଜିୟର କର୍ଭ ଉପରେ କାମ କରେ, ଯାହାକୁ ଆମେ ପ୍ରକୃତରେ କର୍ଭ ଡ୍ର କରିବା ଏବଂ ଜିନିଷ ଉପସ୍ଥାପନ କରିବା। ଯଦି ଆପଣ ଦେଖନ୍ତି ଯେ ଉଦାହରଣ ସ୍ୱରୂପ 3ଟି ଆକାରରେ ଏହିଗୁଡ଼ିକ ହେଉଛି 4ଟି ଡାଟା ପଏଣ୍ଟ, ତେବେ ଆମେ ପ୍ରଥମେ ସେଥିରେ ଏକ ବେଜିୟର କର୍ଭ ନିର୍ମାଣ କରିବୁ। ସେହିପରି ଭାବରେ ଆମର ଅନ୍ୟ ଡାଟା ପଏଣ୍ଟଗୁଡ଼ିକ ଅଛି, ଯେପରିକି ଗୋଟିଏ ହୁଏତ 2 ବଟମକୁ 3 ଏବଂ 4, ତାପରେ ଆମେ ଅନ୍ୟ ଏକ ବେଜିୟର କର୍ଭ ପାସ୍ କରିବୁ। ସେହିଭଳି ଅନ୍ୟ ଏକ ବେଜିୟର କର୍ଭ, ଅନ୍ୟ ଏକ ବେଜିୟର କର୍ଭ। ସେହିପରି ଅନ୍ୟ ଦିଗରେ ଆମର 4ଟି ଡାଟା ପଏଣ୍ଟ ଅଛି। ତେଣୁ ଏକ ବେଜିୟର କର୍ଭକୁ ଏକ ସରଫେସକୁ ପଠାନ୍ତୁ ଯେପରି ଆମେ ସେହି ଅବଜେକ୍ଟ ଉପରେ ଏକ ଫ୍ରି ସରଫେସ ତିଆରି କରିବାକୁ ଯାଉଛୁ। କେବଳ 16 ଡାଟା ପଏଣ୍ଟ ଜାଣିବା ଦ୍ୱାରା ଆମେ ଏକ ସୁଗମ ସରଫେସ ଉତ୍ପାଦନ କରିବାକୁ ସ୍ଥିତିରେ ରହିଥାଉ। ଆସନ୍ତୁ ଯତ୍ନର ସହ ଦେଖିବା। ଆମ ପାଖରେ ଥିବା ଡାଟା ପଏଣ୍ଟଗୁଡ଼ିକ ହେଉଛି 1 2 3 4, ସେହିପରି ଭାବରେ ଗାନ ହୁଏତ 2 3 4 ବଟମ୍ 5 ଉପରେ ଇତ୍ୟାଦି। ଏଗୁଡ଼ିକ ହେଉଛି ଆମର ଡାଟା ପଏଣ୍ଟ। ବର୍ତ୍ତମାନ ଏହି ଡାଟା ପଏଣ୍ଟଗୁଡ଼ିକ ଛିନ୍ନଭିନ୍ନ ହୋଇଥିବାରୁ ଏକ ସରଫେସ ନିର୍ମାଣ କରିବାକୁ ପଡ଼ିବ, ଯାହା ପ୍ରକୃତରେ ସେହି ସରଫେସକୁ ପାଇବା ପାଇଁ ସର୍ବୋତ୍ତମ ଉପାୟ। ଫର୍ଦର ପର୍ପୋଜ ପାଇଁ ଆମକୁ ଯାହା ଦରକାର ତାହା ହେଉଛି, ଯଦି ଆମର ଏହି ବେଜିୟର କର୍ଭ ନିୟମ ବ୍ୟବହାର କରି ସର୍ବନିମ୍ନ 16 ପଏଣ୍ଟ ଥାଏ, ତେବେ ଏହାକୁ ଏକ ସୁଗମ ସରଫେସ ଭାବରେ ନିର୍ମାଣ କରାଯାଇପାରିବ। ସରଫେସ ସହିତ ଯେପରି କିଛି ଗୁଣାତ୍ମକତା ଦ୍ୱାରା ଓଜନ ହୋଇଥିବା ଏହି 4ଟି ପଏଣ୍ଟଗୁଡ଼ିକର ମିଶ୍ରଣକୁ ହିସାବ ନ କରିବା ପର୍ଯ୍ୟନ୍ତ କର୍ଭଟି ନିଜେ ବିଦ୍ୟମାନ ନାହିଁ। ତେଣୁ ସେହି କର୍ଭ ବିଦ୍ୟମାନ ନାହିଁ, ଆମର ଏହି ପୃଥକ ଡାଟା ପଏଣ୍ଟ ଅଛି, ସେଠାରୁ ଆମେ ଏହାକୁ କରିବାକୁ ଚେଷ୍ଟା କରୁଛୁ। ପ୍ରତିନିଧିତ୍ୱର ଅନ୍ୟ ଏକ ଉପାୟ ହେଉଛି ଏହି ଡାଟା ପଏଣ୍ଟଗୁଡ଼ିକ ବି ସ୍ପ୍ଲାଇନ୍ସ ନାମକ ସରଫେସଗୁଡ଼ିକ ଗଠନ କରିବାକୁ ଚେଷ୍ଟା କରିବା, ଯାହାକି ବେସ୍ ସ୍ପ୍ଲାଇନ୍ସ ଟେକ୍ନିକ୍ ଭାବରେ ମଧ୍ୟ ଜଣାଶୁଣା। କାରଣ ଏହା ଏକ ଡ୍ରଇଂ ପାଠ୍ୟକ୍ରମ, ଆମେ ଏହି କର୍ଭଗୁଡ଼ିକର ମ୍ୟାଥମେଟିକାଲ ସୂତ୍ରରେ ଅଧିକ ବିବରଣୀ ଦେବାକୁ ଯାଉନାହୁଁ। କିନ୍ତୁ କେଉଁ ପ୍ରକାରର ପ୍ରୟୋଗଗୁଡ଼ିକ ପାଇଁ କେଉଁ ପ୍ରକାରର ସରଫେସଗୁଡ଼ିକ ଭଲ, ଆମେ କ'ଣ ଶିଖିବାକୁ ଯାଉଛୁ ସେ ବିଷୟରେ ଏକ ସାମଗ୍ରିକ ଧାରଣା ପାଇବା।
ସ୍ପ୍ଲାଇନ୍ କୌଶଳ ଆଧାରରେ ଆମେ ଏକ କ୍ୟୁବିକ୍ ପଲିନୋମିଆଲ ପରିବର୍ତ୍ତେ ଏକ ପଲିଗନ୍ ବ୍ୟବହାର କରିବାକୁ ଯାଉଛୁ। ତେଣୁ ଯଦି କୌଣସି କ୍ୟୁବିକ୍ ପଲିନୋମିଆଲ ବ୍ୟବହାର କରିବା ପରିବର୍ତ୍ତେ ଯଦି ଆମେ ଏହି ପଲିଗନଗୁଡ଼ିକ ପାଇବାକୁ ଯାଉଛୁ ତେବେ ଏହାକୁ ଆମେ ବେସ ବିଭାଜନ ବୋଲି କହିଥାଉ। ବି ସ୍ପ୍ଲାଇନ୍ ଶବ୍ଦ ଆଇଜାକ୍ ଜାକବସ୍ କୋନବର୍ଗଙ୍କ ଦ୍ୱାରା ରଚନା କରାଯାଇଥିଲା ଏବଂ ବେସ୍ ସ୍ପ୍ଲାଇନ୍ କହିବା ପାଇଁ ଏକ ସଂକ୍ଷିପ୍ତ ଶବ୍ଦ। କ୍ରମର ଏନ୍‌ର ଏକ ସ୍ପ୍ଲାଇନ୍ ଫଙ୍କସନ୍ ହେଉଛି ଏକ ଭେରିଏବଲ୍ ଇଣ୍ଡେକ୍ସ ଏକ୍ସରେ ଡିଗ୍ରୀ n-ର ଭାରିଏବଲ୍ ଇଣ୍ଡେକ୍ସ x ଯେଉଁଠାରେ ଖଣ୍ଡଗୁଡ଼ିକ ଏକ ନଟ ଭାବରେ ଜଣାଶୁଣା। ସ୍ପ୍ଲାଇନ୍ ଫଙ୍କସନ୍‌ଗୁଡ଼ିକର ମୁଖ୍ୟ ଗୁଣ ହେଉଛି ଯେ ସେଗୁଡ଼ିକ ଏବଂ ସେମାନଙ୍କର ଉତ୍ପାଦକଗୁଡ଼ିକ ନିରନ୍ତର ହୋଇପାରେ ନଟର ବହୁଗୁଣତା ଉପରେ ନିର୍ଭର କରି। ଏହି ନଟଗୁଡ଼ିକ କେତେ ଜଟିଳ ଆମର ସୁଗମ ବକ୍ରତା ରହିପାରେ ଏବଂ ଆମେ କ୍ୟୁବିକ୍ ପଲିନୋମିଆଲ ପରି କିଛି ବ୍ୟବହାର କରୁନାହୁଁ ଯେପରି ଆମେ ବେଜିୟର କର୍ଭ ପାଇଁ ବ୍ୟବହାର କରୁଥିଲୁ କିନ୍ତୁ ଏଠାରେ ଆମେ ପଲିଗନକୁ ସାବଧାନତାର ସହିତ ଆଡଜଷ୍ଟ କରି ପଲିଗନ୍ ବ୍ୟବହାର କରୁ। ଉଦାହରଣ ସ୍ୱରୂପ ଆମର ଏହି ଡାଟା ପଏଣ୍ଟଗୁଡ଼ିକ ସହଜ ବହୁଭୁଜ ଭାବରେ ଅଛି ଯାହାକୁ ମୁଁ ପ୍ରକୃତରେ ଠିକ୍ କରିପାରିବି ତାହା ହେଉଛି ଏକ ଲାଞ୍ଜ ପରି ଏକ ଆୟତାକାର ଲାଞ୍ଜ। ବୋଧହୁଏ ମୁଁ ଏକ ରମ୍ବସ୍ ନିର୍ମାଣ କରିପାରିବି କିମ୍ବା ବୋଧହୁଏ ଏକ ଟ୍ରିଆଙ୍ଗେଲ ଯାହା ମୁଁ ପ୍ରକୃତରେ ନିର୍ମାଣ କରିପାରିବି। ତେଣୁ ଏହିପରି ଅବଜେକ୍ଟ ରୂପାନ୍ତର କରି ମୁଁ ଏକ ସରଫେସ ନିର୍ମାଣ କରିପାରିବି ଯାହାଦ୍ୱାରା ଏହା ଏକ 16 ଏବଂ ଡୋଡେକାଡ୍ରନ୍ ହୋଇପାରେ ଏହା ହେକ୍ସାଗନ୍ ନିୟନ୍ତ୍ରିତ ହେବା ଉପରେ ନିର୍ଭର କରେ। ଆମେ ଏକ ଭଲ ସରଫେସ ଉତ୍ପାଦନ କରିପାରିବା। ସମାନ ନଟ୍ ଉପରେ ବ୍ୟାଖ୍ୟା କରାଯାଇଥିବା ସମାନ କ୍ରମ ପାଇଁ ସ୍ପ୍ଲାଇନ୍ ଫଙ୍କସନ୍ ପାଇଁ ବି ସ୍ପ୍ଲାଇନ୍ ଅର୍ଡର ଏନ୍ ବେସ ଫଙ୍କସନ୍ସ ଅର୍ଥାତ୍ ସମସ୍ତ ସମ୍ଭାବ୍ୟ ସ୍ପ୍ଲାଇନ୍ ଫଙ୍କସନ୍ ବି ସ୍ପ୍ଲାଇନ୍‌ର ଏକ ଲିନିୟର କମ୍ବିନେସନରୁ ନିର୍ମାଣ ହୋଇପାରିବ। ଏହାର ସୁବିଧା ହେଉଛି ଆପଣ ଏହାକୁ ପ୍ରକୃତରେ ଯୋଡ଼ିପାରିବେ ଏକ ଲିନିୟର କାର୍ଯ୍ୟ ଭାବରେ। ଏହି ଲାଭ ହେଉଛି ଏହି ବି ସ୍ପ୍ଲାଇନ୍ ସହିତ ଆମେ ପାଇବୁ ଏବଂ ପ୍ରତ୍ୟେକ ସ୍ପ୍ଲାଇନ୍ ଫଙ୍କସନ୍ ପାଇଁ କେବଳ ଗୋଟିଏ ସ୍ୱତନ୍ତ୍ର କମ୍ବିନେସନ ଅଛି। ଯେତେବେଳେ ଆପଣ ଏହାକୁ ବ୍ୟବହାର କରନ୍ତି ସେହି ସର୍ଫେସ୍ କନଷ୍ଟ୍ରକ୍ସନରେ କୌଣସି ଗୁଣନ ଜଡ଼ିତ ହେବ ନାହିଁ। ଆପଣଙ୍କର ସେହି ଅନନ୍ୟ ପ୍ରତିନିଧିତ୍ୱ ରହିବ। ଉଦାହରଣ ସ୍ୱରୂପ ଏକ ଜାହାଜର ହଲ୍ ପରି ଆପଣ ନିର୍ମାଣ କରିବାକୁ ଚାହୁଁଛନ୍ତି ଇତ୍ୟାଦି। ସାଧାରଣତଃ ଏହି ବି ସ୍ପ୍ଲାଇନ୍ ସରଫେସଗୁଡ଼ିକ ବହୁତ ଲୋକପ୍ରିୟ। ଯଦି ଆପଣ କୌଣସି କ୍ୟାଡ୍ ସଫ୍ଟୱେର୍ ଖୋଲନ୍ତି ସଲିଡ୍ କାର୍ଯ୍ୟ ଅଟୋକାଡ୍ ହୋଇପାରେ ଏହି ବିକଳ୍ପଗୁଡ଼ିକ ଆପଣଙ୍କ ପାଖରେ ରହିବ କିମ୍ବା GL ଖୋଲିବ। ଏଗୁଡ଼ିକ ହେଉଛି ଏକ ପ୍ରକାର ସଫ୍ଟୱେର୍ ଯେଉଁଠାରେ ତୁମର ବିକଳ୍ପ ଅଛି ଯେପରିକି ଆପଣ ଏହାକୁ ବି ସ୍ପ୍ଲାଇନ୍ସ କିମ୍ବା ବେଜିୟର କର୍ଭ କିମ୍ବା ହର୍ମିଟ୍ ବେସ୍ ଫଙ୍କସନ୍ ଇତ୍ୟାଦି ମାଧ୍ୟମରେ ଇଣ୍ଟରପୋଲେଟ୍ କରିବାକୁ ଚାହୁଁଛନ୍ତି କି ନାହିଁ। ଅନ୍ୟାନ୍ୟ ପ୍ରକାରଗୁଡ଼ିକ ଗର୍ଡନ୍ ସରଫେସଗୁଡ଼ିକ ଦ୍ୱାରା ଉପସ୍ଥାପିତ ହୋଇଥାଏ। ତେଣୁ ଏହି ପ୍ରକାରର ଗର୍ଡନ୍ ସରଫେସଗୁଡ଼ିକୁ ଫ୍ରି ଫର୍ମ ସରଫେସ ମଡେଲିଂ କୁହାଯାଏ। ଏହାର ଅର୍ଥ ଆପଣଙ୍କ ପାଖରେ ଡାଟା ପଏଣ୍ଟ ଅଛି ଯାହାକୁ ଆପଣ ପ୍ରକୃତରେ ଡ୍ରାଗ୍ ଡ୍ରପ୍ କରିପାରିବେ ଯାହାଦ୍ୱାରା ସରଫେସ ସେହି କ୍ୟାଡ୍ ସଫ୍ଟୱେର୍ ସହିତ ସ୍ୱାଭାବିକ ଭାବରେ ଆଡଜଷ୍ଟ ହେବ। ତେଣୁ ତୁମ ପାଖରେ ଉଦାହରଣ ସ୍ୱରୂପ G1G2 କର୍ଭଗୁଡ଼ିକର ଏକ ନେଟୱାର୍କ ରହିବ। ଯେପରି ମୁଁ ଯଦି ଏହିପରି କିଛି କହୁଛି ଏହା ଏକ କର୍ଭ। ତୁମଠାରେ ଅନ୍ୟ ଏକ ବକ୍ରତା ଅଛି ତୁମଠାରେ ଅନ୍ୟ ଏକ ବକ୍ରତା ଅଛି ଏବଂ ଏଠାରେ ତୁମଠାରେ ଭିନ୍ନ ବକ୍ରତା ଅଛି ଏବଂ ସେଠାରେ ଡାଟା ପଏଣ୍ଟ ଅଛି। ବର୍ତ୍ତମାନ ଆପଣଙ୍କର କ୍ୟାଡ୍ ସଫ୍ଟୱେର୍ ବ୍ୟବହାର କରି ଆପଣ କେବଳ ଡାଟା ପଏଣ୍ଟ ମଧ୍ୟରୁ ଗୋଟିଏ ଚୟନ କରିପାରିବେ। ଆପଣଙ୍କର ମାଉସକୁ ଘୁଞ୍ଚାନ୍ତୁ ଯାହାଦ୍ୱାରା ଆପଣ ସରଫେସର ପରିବର୍ତ୍ତନ ଦେଖିପାରିବେ ଏବଂ ତୁମେ ଯତ୍ନର ସହିତ ଏହି ସରଫେସଗୁଡ଼ିକରେ ତୁମର ସରଫେସକୁ ଏକ ସୁଗମ ପ୍ରକାରର ସରଫେସ ପାଇବାକୁ ଭଲ ଭାବରେ ମ୍ୟାପ୍ ହୋଇଛି ଯାହାକୁ ଆମେ ଗର୍ଡନ୍ ସରଫେସ ବୋଲି କହିଥାଉ। ଏହା ତୁମର G1 କର୍ଭ G2 କର୍ଭର କର୍ଭ ଏବଂ G1G2 କର୍ଭ ପରି ଏକ ପ୍ରକାର ଇଣ୍ଟରସେକ୍ସନକୁ ସନ୍ତୁଷ୍ଟ କରେ ଯାହା ଏକ ନିର୍ଦ୍ଦିଷ୍ଟ କମ୍ବିନେସନ କାର୍ଯ୍ୟକୁ ସନ୍ତୁଷ୍ଟ କରେ। ଉଦାହରଣ ସ୍ୱରୂପ ଏହି ସରଫେସଗୁଡ଼ିକରେ ତୁମର ବିରାଟ ପରିବର୍ତ୍ତନ ଯେପରି ତୁମେ ଏକ ଅଟୋମୋବାଇଲ ଇଞ୍ଜିନ ସିଲିଣ୍ଡର ତିଆରି କରୁଛ ଯେଉଁଠାରେ ମଫଲର ରହିବ। ଏହି ପାଇପଲାଇନ ଷ୍ଟ୍ରକଚରରେ ହଠାତ୍ ପରିବର୍ତ୍ତନ ଆସିବ ତେଣୁ
ତେଣୁ ଆପଣ ଏହାକୁ ପ୍ରକୃତରେ ନିର୍ମାଣ କରିବାର ସହଜ ଉପାୟ ହେଉଛି ଏହି ଗର୍ଡନ ସରଫେସ। ଏଠାରେ ଏକ ପ୍ରକାର ଅବଜେକ୍ଟ ଦେଖାଯାଇଛି। ଏକ ସିଲିଣ୍ଡ୍ରିକାଲ ସୁନ୍ଦର ସରଫେସ ପରି କିଛି ଆସେ। ହଠାତ୍ ସେଠାରେ ଏକ ବମ୍ପ ଦେଖାଯାଏ। ସେଠାରେ ଏକ ପ୍ରକାରର ଡେଣ୍ଟ ମଧ୍ୟ ଦେଖାଯାଏ। ତେଣୁ ଆପଣ ପ୍ରକୃତରେ ଏହା ମାଧ୍ୟମରେ ଏକ ସୁନ୍ଦର କର୍ଭ ଫିଟ୍ କରିବାକୁ ଚାହାନ୍ତି କିମ୍ବା ବୋଧହୁଏ ଆପଣ ଜୈବ ଚିକିତ୍ସା କ୍ଷେତ୍ର ଆପଣଙ୍କର ଫେମର କିମ୍ବା ହାଡ଼ ଗଠନ ଉପରେ କାର୍ଯ୍ୟ କରୁଛନ୍ତି। ଏଗୁଡ଼ିକ କେବଳ ଅତି ସୁଗମ କର୍ଭ ଦ୍ୱାରା ବର୍ଣ୍ଣିତ ନୁହେଁ। ଏହି ହାଡ଼ଗୁଡ଼ିକରେ ଆକସ୍ମିକ ପରିବର୍ତ୍ତନ ହୋଇପାରେ। ଯଦି ତୁମେ ପ୍ରକୃତରେ ଏହିପରି ଅବଜେକ୍ଟ ଗୁଡ଼ିକୁ ପୁନଃ ନିର୍ମାଣ କରିବାକୁ ଚାହୁଁଛ, ତେବେ ଏହାକୁ ଦେଖିବାର ସର୍ବୋତ୍ତମ ଉପାୟ ହେଉଛି ଏହି ଗର୍ଡନ ସରଫେସ ଗୁଡ଼ିକୁ ବ୍ୟବହାର କରିବା। ହିପ୍ନଟ ଅନାବଶ୍ୟକ ଭାବରେ ସର୍କୁଲାର ନୁହେଁ। ଏହାର କିଛି ଚରିତ୍ରିକ ବକ୍ରତା ଥାଇପାରେ। ତେଣୁ ଯେତେବେଳେ ଆପଣ ପ୍ରକୃତରେ କ୍ୟାମେରା ମାଧ୍ୟମରେ ଫଟୋ ଉଠାଉଛନ୍ତି, ସେତେବେଳେ ଆପଣଙ୍କର ଭିନ୍ନ ଡାଟା ପଏଣ୍ଟ ରହିବ। ବର୍ତ୍ତମାନ ଆପଣ ଏହାକୁ ପୁନଃ ନିର୍ମାଣ କରିବାକୁ ଚାହୁଁଛନ୍ତି ଏବଂ ସେହି ସମ୍ପୂର୍ଣ୍ଣ ତଥ୍ୟକୁ ଆପଣଙ୍କର 3D ପ୍ରିଣ୍ଟିଂ ବସ୍ତୁକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ତେଣୁ ଆପଣ ଯାହା କରୁଛନ୍ତି ତାହା ହେଉଛି ଆପଣ ସେହି ପିକ୍ସେଲ ସୂଚନା ବ୍ୟବହାର କରନ୍ତୁ। ଏହି ଗର୍ଡନ ସରଫେସ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ଏବଂ ଏହାକୁ ଏକ କମ୍ପ୍ୟୁଟରକୁ ସ୍ଥାନାନ୍ତର କରନ୍ତୁ କିମ୍ବା ସେହି ମେସିନ ଏଲିମେଣ୍ଟକୁ ଶିକ୍ଷା ଦିଅନ୍ତୁ। ଏହାକୁ ଏହିପରି ପ୍ରିଣ୍ଟ କରନ୍ତୁ। ଫର୍ଦର ପର୍ପୋଜରେ ଏହି ପ୍ରକାରର ଗର୍ଡନ ସରଫେସ ଗୁଡ଼ିକ ସ୍ୱତନ୍ତ୍ର ଭାବରେ ଜେଟ୍ ଇଞ୍ଜିନ ଡକ୍ଟସ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ବ୍ୟବହୃତ ହେବ ଯେଉଁଠାରେ ହଠାତ୍ ଅବରୋଧ ହୋଇପାରେ ଯେତେବେଳେ ଆପଣ ଏହି ଗର୍ଡନ ସରଫେସ ଗୁଡ଼ିକୁ ବ୍ୟବହାର କରନ୍ତି। ଅନ୍ୟାନ୍ୟ ପ୍ରକାରର ସରଫେସ ଗୁଡ଼ିକ ହେଉଛି କୁନ ସରଫେସ, ବିଶେଷତଃ ବି ସ୍ପ୍ଲାଇନ୍ସ। ବେସ୍ ସ୍ପ୍ଲାଇନ୍ସ ଲୋକପ୍ରିୟ ହୁଏ ଯେତେବେଳେ ସୀମା ଖୋଲାଯାଏ। ତୁମର ପୃଥକ ଡାଟା ପଏଣ୍ଟ ଥାଏ କିନ୍ତୁ ଏହି ବିଚ୍ଛିନ୍ନ ଡାଟା ପଏଣ୍ଟଗୁଡ଼ିକ ତୁମର ଅବଜେକ୍ଟ ଭିତରେ କୌଣସି ସ୍ଥାନରେ ଏକ ବାଉଣ୍ଡରୀ ସୃଷ୍ଟି କରେ ନାହିଁ। ତେଣୁ ଆପଣ ବି ସ୍ପ୍ଲାଇନ୍ସ ବ୍ୟବହାର କରନ୍ତି। କିନ୍ତୁ ଯଦି ଏହି ଡାଟା ଏକ ନିର୍ଦ୍ଦିଷ୍ଟ ପ୍ରକାରର ବାଉଣ୍ଡରୀରେ ଥାଏ ତେବେ ଆମେ ଏହି କୁନ ସରଫେସ ଗୁଡ଼ିକୁ ନିୟୋଜିତ କରୁ ଏବଂ ଏହି କୁନ ସରଫେସ ଗୁଡ଼ିକ ଭଲ ଆନୁମାନିକତା। ତେଣୁ କୁନ୍ସ କମ୍ପ୍ୟୁଟର ଗ୍ରାଫିକ୍ସ କ୍ଷେତ୍ରରେ ଜଣେ ଜଣାଶୁଣା ଅଗ୍ରଦୂତ। ସେ MITରେ ପ୍ରଫେସର ଥିଲେ ଏବଂ ଇଞ୍ଜିନିୟରମାନଙ୍କ ପାଇଁ ଏହି ଡିଜାଇନ ଉପକରଣଗୁଡ଼ିକ ନିର୍ମାଣରେ ବହୁ ସମୟ ଅତିବାହିତ କରିଥିଲେ। ତେଣୁ ଏଠାରେ ଏକ ଅବଷ୍ଟ୍ରାକସନରେ ଏହିପରି କିଛି ଆମ ପାଖରେ ଏହି ବକ୍ର କିମ୍ବା ସେହି ନିର୍ଦ୍ଦିଷ୍ଟ ବକ୍ର ଉପରେ ଡାଟା ପଏଣ୍ଟ ଅଛି ଏବଂ ତାହା ସୀମା ଗଠନ କରେ। ଏହି ପରିସଂଖ୍ୟାନ ଗଠନ ପାଇଁ ସର୍ବୋତ୍ତମ ଉପାୟ କ'ଣ? ଏହା ଭିତରେ ଏକ ସରଫେସକୁ ସୂଚାଇଥାଏ ଯାହା ବିଷୟରେ ଆମର କୌଣସି ଧାରଣା ନାହିଁ। ଆମର କେବଳ ବାଉଣ୍ଡରୀ ସୂଚନା ଅଛି ଯାହା ଆମ ପାଖରେ ସର୍ବୋତ୍ତମ ଉପାୟ ଯାହା ମୁଁ ପ୍ରକୃତରେ ସେହି ସରଫେସକୁ ନିର୍ମାଣ କରିପାରିବି। ଭିଜୁଆଲାଇଜେସନ ପାଇଁ ଏହା ବହୁତ ଭଲ ଦେଖାଯାଏ କିନ୍ତୁ ନିର୍ମାଣର ଅର୍ଥ ହେଉଛି ଏହା ଟିକିଏ ମ୍ୟାଥମେଟିକାଲ ସ୍କିଲ ସେଟ୍ ଆବଶ୍ୟକ କରେ। ତେଣୁ ଯେକୌଣସି କ୍ୟାଡ ସଫ୍ଟୱେର ପ୍ରକୃତରେ ସେହି ସରଫେସ ଉତ୍ପାଦନ ପାଇଁ ସେହି ସରଫେସ ପ୍ରୋଗ୍ରାମିଂକୁ ନିୟୋଜିତ କରେ। ଏକ କୁନ୍ସ ପ୍ୟାଚ୍ ହେଉଛି ଏକ ଟାଇପ୍ର ମେନିଫୋଲ୍ଡ ପାରାମିଟର ଯାହାକି କମ୍ପ୍ୟୁଟର ଗ୍ରାଫିକ୍ସରେ ସହଜରେ ଅନ୍ୟ ସରଫେସ ଗୁଡ଼ିକୁ ସହଜରେ ଏବଂ କମ୍ପ୍ୟୁଟେସନାଲ ମେକାନିକ ପ୍ରୟୋଗରେ ବ୍ୟବହୃତ ହୁଏ। ନିର୍ଦ୍ଦିଷ୍ଟ ଭାବରେ ସୀମିତ ଏଲିମେଣ୍ଟ ମେଥଡ ଏବଂ ବାଉଣ୍ଡରୀ ଏଲିମେଣ୍ଟ ପଦ୍ଧତିକୁ ଯାହାକୁ ଆପଣ ପ୍ରକୃତରେ ଡୋମେନ ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି। ଏହି କୁନ ସରଫେସ ଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ। ତେଣୁ ସେହି କ୍ଷେତ୍ରଗୁଡ଼ିକୁ ବୁଝିବା ପାଇଁ ଭିନ୍ନ ଭିନ୍ନ ସମୀକରଣର ସମାଧାନ ପାଇଁ କିଛି ମ୍ୟାଥମେଟିକାଲ ପ୍ରଣାଳୀ ଅଛି ଯାହାକୁ ଆମେ ଫାଇନାଇଟ ଏଲିମେଣ୍ଟ ପଦ୍ଧତି ବୋଲି କହିଥାଉ। ଏହି ବିଶେଷ ଜିନିଷଗୁଡ଼ିକ ମଧ୍ୟରୁ ଗୋଟିଏରେ ଆପଣଙ୍କର ବାଉଣ୍ଡରୀ ଅବସ୍ଥା ଅଛି ଏବଂ ବୋଧହୁଏ ଏକ ସରଫେସ ଯାହାକି ଆପଣ ଏକ ବାସ୍ତବରେ ସୁଗମ ସରଫେସକୁ ପ୍ରତିନିଧିତ୍ୱ କରିବାକୁ ଚାହାନ୍ତି। ତେବେ ଆପଣ ଏହି କୁନ ସରଫେସକୁ ନିୟୋଜିତ କରନ୍ତି। ଏପରିକି ମେସିଂ ସ୍ଥାନୀୟ ଭାବରେ ସେହି ପିକ୍ଚରକୁ ଜୁମ୍ କରିପାରେ। ଏହି କୁନ ସରଫେସଟି ସର୍ବଦା ସାହାଯ୍ୟକାରୀ ଏବଂ ଆଗକୁ ଏହି କୁନ ସରଫେସ ଗୁଡ଼ିକରେ ଲୋକମାନେ ଏହି ମିଶ୍ରଣକୁ ସୁଗମ କରିବା ପାଇଁ ଏକ ମିଶ୍ରଣ ପ୍ରୟାସ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ଏବଂ ଯଦିଓ ଆପଣ ଜୁମ୍ କରୁଛନ୍ତି ଯେ ପିକ୍ସେଲର ପରିବର୍ତ୍ତନ ପ୍ରକୃତରେ ଲୋକମାନେ ବ୍ୟବହାର କରୁଥିବା କୌଶଳରେ ଭିନ୍ନ ହେବା ଉଚିତ ନୁହେଁ। ଏଥିସହ ସେମାନେ ବାଇଲିନିୟର ଏବଂ ବାଇକ୍ୟୁବିକ୍ ପ୍ରକାରର ଇଣ୍ଟରପୋଲେସନ ବ୍ୟବହାର କରନ୍ତି। ତେଣୁ ଆମେ ଏଠାରେ ଯାହା ଦେଖୁଛୁ ତାହା ହେଉଛି ଇଞ୍ଜିନ ଡକ୍ଟ ଯାହା
ଆପଣଙ୍କର ଡେଣା ଉପରେ ଥିବା ଜେଟ୍ ଇଞ୍ଜିନ୍। ଆପଣଙ୍କର ଏକ ଜେଟ୍ ଇଞ୍ଜିନ୍ ପରି କିଛି ଅଛି ଯାହା ବାୟୁକୁ କ୍ୟାପଚର କରି ଇନ୍ଧନକୁ ଜାଳି ଦେଇଥାଏ ଯାହାଦ୍ୱାରା ନିଷ୍କାସନ ବାହାରକୁ ଆସେ ଏବଂ ସେହି ଇଞ୍ଜିନର ଥ୍ରଷ୍ଟ ସପ୍ଲାଏ କରିଥାଏ। ତେଣୁ ଏହି ନଳୀଗୁଡ଼ିକ ସର୍ବଦା ଏକ ପ୍ରକାରର ସ୍ୱତନ୍ତ୍ର ଫର୍ମ ପାଇଥାଏ ଯଦି ଆପଣ ଲକ୍ଷ୍ୟ କରନ୍ତି ଯେ ସେମାନେ ସେହି ଦିଗରେ ମୋଡ଼ନ୍ତି ଏବଂ ସୁନ୍ଦର ଭାବରେ ମୋଡ଼ନ୍ତି। ଏହି କୁନ୍ ସରଫେସ ଗୁଡ଼ିକ ସେହି ପ୍ରକାରର ସରଫେସ୍ କନଷ୍ଟ୍ରକ୍ସନ୍ ପାଇଁ ବେଶ୍ ଲୋକପ୍ରିୟ। ଯେତେବେଳେ ଆପଣଙ୍କର ଏହି କର୍ଭଗୁଡ଼ିକ ଥାଏ, ଏଜଗୁଡ଼ିକ ଆମେ ପ୍ରକୃତରେ ଅତ୍ୟଧିକ ତୀକ୍ଷ୍ଣ ଜିନିଷ ଚାହୁଁନାହୁଁ ଯାହା ଏହି ତୀକ୍ଷ୍ଣ ଧାରଗୁଡ଼ିକୁ ସର୍ବଦା ଟିକେ ଚତୁର କରିଥାଏ। ଯଦି ଆପଣ ତାହା କରିବାକୁ ଯାଉଛନ୍ତି ତେବେ ଆମେ ଏହାକୁ ସେହି ପ୍ରକାରର ଗୋଲାକାର କରିବାକୁ ପସନ୍ଦ କରୁ ଯାହାକୁ ଆମେ ସେହି ସରଫେସ୍ ଫିଲେଟ୍ ବୋଲି କହିଥାଉ। ଉଦାହରଣ ସ୍ୱରୂପ ଆମର ଏକ ପ୍ଲେଟ୍ ହେଉଛି ଏକ ଆୟତାକାର ପ୍ଲେଟ୍ ଏବଂ ପୁନର୍ବାର ଆମେ ପରସ୍ପର ସହିତ ଯୋଗଦେବାକୁ ଚାହୁଁଛୁ। ଆମର ଏହି ତୀକ୍ଷ୍ଣ କୋଣ ଅଛି। ଆମେ ତୀକ୍ଷ୍ଣ କୋଣ ଚାହୁଁନାହୁଁ ଯାହା କରିବା ତାହା ହେଉଛି ଆମେ ସେହି ସରଫେସକୁ କିଛି ସୁଗମ କରିବା ପାଇଁ ଚେଷ୍ଟା କରିବା। ଉଦାହରଣ ସ୍ୱରୂପ ଏଠାରେ ଆୟତାକାର ଅଂଶର ସୁଗମ କୋଣ ଅଛି। କାରଣ ଏହି ତୀକ୍ଷ୍ଣ କୋଣଗୁଡ଼ିକ ଆମେ ଏଡ଼ାଇବାକୁ ଚେଷ୍ଟା କରୁ କାରଣ ଏହା ଆମର ଉତ୍ପାଦକତା କିମ୍ବା କ୍ଷତି ଉପରେ ପ୍ରଭାବ ପକାଇପାରେ କିମ୍ବା ସ୍କ୍ରାଚ୍ ଫର୍ମଗୁଡ଼ିକ ସେହି ନିର୍ଦ୍ଦିଷ୍ଟ ସରଫେସକୁ ବଜାୟ ରଖିବା କଷ୍ଟକର କରିଥାଏ। ତେଣୁ ଆମେ ଏହାକୁ ସର୍ବଦା ଗୋଲାକାର କରିଥାଉ। ଏହିପରି ଷ୍ଟଫ୍ ଯାହାକୁ ଆମେ ଏକ ଫିଲେଟ୍ ସରଫେସ ବୋଲି କହିଥାଉ। ଏକ ଫିଲେଟ୍ ସରଫେସଟି ଅନ୍ୟ ଦୁଇଟି ସରଫେସର ଏଜରେ ଯୋଡ଼ି ହୋଇ ଏକ ଗୋଲାକାର କୋଣ। ସବୁଠାରୁ ସହଜ ଉପାୟ ହେଉଛି କର୍ଭେଚରର ଏକ ରେଡିୟସ୍ ବାଛିବା। ସେଠାରୁ ଏକ ସେଣ୍ଟର ତୁମେ ଏହି କର୍ଭଗୁଡ଼ିକରେ ଟ୍ୟାନଜେଣ୍ଟ ଭାବରେ ଯୋଡ଼ିବା ପାଇଁ ଏକ ନଟ ଡ୍ର କରିବା ଏବଂ ବାକି ସାମଗ୍ରୀକୁ ବାହାର କରି ସେହି ସୂଚନାକୁ ଛଡ଼ାଇ ନିଅନ୍ତି ଯାହାଦ୍ୱାରା ଆପଣ ଏକ ଫ୍ଲାଟ ପାଇପାରିବେ। ଏଠାରେ ଆମର ଅନ୍ୟ ଏକ ପ୍ରକାରର ପ୍ରତିନିଧିତ୍ୱ ଅଛି। ତୁମର ଏହି ଆୟତାକାର ପ୍ଲେଟ୍ ଅଛି। ଆୟତାକାର ପ୍ଲେଟ୍ ତୁମେ ଏହି ସୁଗମ ସରଫେସକୁ ତିଆରି କରିବାକୁ ଚେଷ୍ଟା କର ଏବଂ ଏହି ଅଂଶଗୁଡ଼ିକୁ ସଂଯୋଗ କରିବାକୁ ଚେଷ୍ଟା କର ଯାହାକୁ ଆମେ ଫିଲେଟ ସରଫେସ ବୋଲି କହିଥାଉ। ସେହିପରି ଭାବରେ ଆସନ୍ତୁ ଏହାକୁ ଦେଖିବା। ବୋଧହୁଏ ଆପଣଙ୍କର ଏକ ଅଟୋମୋବାଇଲ କାର୍ ୱିଣ୍ଡିସିଲ୍ଡ ଅବଜେକ୍ଟ ସହିତ ଭଲ ଭାବରେ ସମାନ ହେବା ଉଚିତ। ଏହା ଏକ ତୀବ୍ର ପରିବର୍ତ୍ତନ ହେବା ଉଚିତ ନୁହେଁ। ସେହି ଉଦ୍ଦେଶ୍ୟ ପାଇଁ ଯେତେବେଳେ ଆପଣ ଏହି ଫିଲେଟ୍ ସରଫେସ୍ ବ୍ୟବହାର କରିବାକୁ ଯାଉଛନ୍ତି ଆମେ ସ୍ପ୍ଲାଇନ୍ ସରଫେସ୍ ବ୍ୟବହାର କରୁ। ବ୍ୟବହାର କରିବାର ଲୋକପ୍ରିୟ ଉପାୟ ହେଉଛି ବି ସ୍ପ୍ଲାଇନ୍ ସରଫେସ। ଜଣେ ଏହାକୁ ପ୍ରକୃତରେ ବ୍ୟବହାର କରିପାରିବ ସେଗୁଡ଼ିକ ଏକ ପଏଣ୍ଟରୁ ଦ୍ୱିତୀୟ ପଏଣ୍ଟ ଭଲ ଭାବରେ ମ୍ୟାପ୍ କରିପାରିବ। ସେହିପରି ଭାବରେ କ୍ୟାଡ ସଫ୍ଟୱେରରେ ଆମେ ଅଫସେଟ୍ ସରଫେସ୍ ନାମକ ଅନ୍ୟ ପ୍ରକାରର ସରଫେସ୍ ବ୍ୟବହାର କରୁ। ତୁମର ସରଫେସ ସହିତ ଏକ ସରଫେସ ଅଛି ଯାହା ଆମେ ତିଆରି କରିବାକୁ ଚାହୁଁଛୁ। ଉଦାହରଣ ସ୍ୱରୂପ ମୋର ଏକ ସିଲିଣ୍ଡର ଅଛି। ମୋର ଏକ ସିଲିଣ୍ଡର ଅଛି। ମୁଁ ଏହାର ଚାରିପାଖରେ ଆଉ ଏକ କନସେଣ୍ଟ୍ରିକ ସିଲିଣ୍ଡର ରଖିବାକୁ ଚାହେଁ। ଯଦି ମୁଁ ଏହି ପ୍ରକାରର ଜିନିଷ ନିର୍ମାଣ କରିବାକୁ ଯାଉଛି ଯାହାକୁ ଆମେ ଏହି ଅଫସେଟ୍ ସରଫେସ ବୋଲି କହିଥାଉ ଏଠାରେ ଆମର କିଛି ଆଜବେଷ୍ଟସ୍ ପ୍ରକାରର ଛାତର ସମାନ୍ତରାଳ ଜିନିଷ ଅଛି ଯାହାକୁ ଆମେ ନିର୍ମାଣ କରିବାକୁ ଚାହୁଁ ଯାହାକୁ ଆମେ ଅଫସେଟ୍ ସରଫେସ ବୋଲି କହିଥାଉ। ଏଠାରେ ମଧ୍ୟ ଏହାକୁ ଦେଖିବାର ଏକ ସହଜ ଉପାୟ ହେଉଛି ଏହା ହେଉଛି କର୍ଭ ବା ସରଫେସ। ପ୍ରଥମେ ସେହି ଦିଗରେ ଏକ ପଏଣ୍ଟ ନିର୍ମାଣ କରନ୍ତୁ। ସେହି ଦିଗକୁ ଏକ ନିର୍ଦ୍ଦିଷ୍ଟ ରେଡିୟସ୍ ସହିତ ଏକ ସର୍କଲ ଡ୍ର କରନ୍ତୁ ଯେଉଁଠାରେ ସେହି ସରଫେସଟି ଏକ ପଏଣ୍ଟ ଟ୍ୟାନଜେନ୍ସିଆଲ ପିକ୍ କରନ୍ତୁ। ଏହାକୁ କିଛି ବାଛନ୍ତୁ। ରେଡିୟସ ଏକ ସର୍କଲ ଆଙ୍କିବା ପରି ଆମର ଅଫସେଟ୍ ଦୂରତା ସହିତ ଆମର ଏକ ପଏଣ୍ଟ ଅଛି। ବର୍ତ୍ତମାନ ଆମେ ସେଠାରେ ଏକ ଟ୍ୟାନଜେଣ୍ଟ ଡ୍ର କରିବାକୁ ଯାଉଛୁ ଯାହାର ଅର୍ଥ ହେଉଛି ଆମର ସେହି ପଏଣ୍ଟ ଅଛି। ତେଣୁ ବର୍ତ୍ତମାନ ସେହି ପଏଣ୍ଟଗୁଡ଼ିକରେ ଯୋଡ଼ ଏକ ଅଫସେଟ୍ ସରଫେସ ନିର୍ମାଣ କର। ଏହା ହେଉଛି ସବୁଠାରୁ ସହଜ ଉପାୟ ଯାହାକି ପ୍ରକୃତରେ ଯେକୌଣସି ଅଫସେଟ୍ ନିର୍ମାଣ କରିପାରିବ। ଯଦି ଆମେ ପ୍ରକୃତରେ ସେହି କର୍ଭର ଗୁଣରେ ଉନ୍ନତି ଆଣିବାକୁ ଚାହୁଁ ତେବେ ଆମେ ବିଶେଷ କର୍ଭ ବ୍ୟବହାର କରୁ। ସେଠାରେ ଅନ୍ୟାନ୍ୟ ଟର୍ମିନୋଲୋଜି ମଧ୍ୟ ବ୍ୟବହାର କରାଯାଏ ଯେତେବେଳେ ଆମେ ସଫ୍ଟୱେର୍ ବ୍ୟବହାର
ବ୍ୟବହାର କରି ଏହି 3D ଅବଜେକ୍ଟ ଗୁଡ଼ିକ ସୃଷ୍ଟି କରୁ ଯାହାକୁ ଆମେ କ୍ୟାମଫର ବୋଲି କହିଥାଉ। କ୍ୟାମଫର ବେସିକ ଭାବରେ ଏକ ପ୍ଲେନରେ ସାମଗ୍ରୀ ଅପସାରଣ କରୁଛି ଯାହାକୁ ଆମେ ଗୋଲେଇ କରୁନାହୁଁ କିନ୍ତୁ ଆମେ ସେହି ସାମଗ୍ରୀକୁ ସିଧାସଳଖ କାଟ କିମ୍ବା ରିମୁଭ କରୁ ସେହି ମାଟେରିଆଲକୁ ପ୍ଲେନ ପରି କଟ୍। ଉଦାହରଣ ସ୍ୱରୂପ ଯଦି ଆମେ ଏହାକୁ ପ୍ଲାନାର ଭ୍ୟୁରେ ଦେଖୁଛେ ତେବେ ଆସନ୍ତୁ ବିଚାର କରିବା ଯେ ଏହା ହେଉଛି ଅବଜେକ୍ଟ ଯାହା ଆମର 2 ଡାଇମେସନରେ ଅଛି ଯାହାକୁ ଆମେ ପ୍ରକୃତରେ ସେହି ମାଟେରିଆଲକୁ କଟ ରିମୁଭ କରିବାକୁ ଚାହୁଁଛୁ ଏକ୍ସଟ୍ରା ରିମେନିଙ୍ଗ ମାଟେରିଆଲ। ଯଦି ଆମେ ତାହା କରିବା ଯାହାକୁ ଆମେ ଏକ ଚାମ୍ଫର ବୋଲି କହିଥାଉ ଆମେ ଜାଣୁ ଯେ ଆମେ ଏହାକୁ ଗୋଲାକାର କରିବାକୁ ଚାହୁଁ ତେବେ ଆମେ ଏହାକୁ ଏକ ଫିଲେଟ ବୋଲି କହିଥାଉ। ଉଦାହରଣ ସ୍ୱରୂପ ଏଠାରେ ଆମେ ତାଜମହଲ ନିକଟରେ ଆର୍କିଟେକ୍ଚର ଦୃଷ୍ଟିକୋଣରୁ ଦେଖୁଛୁ ସେଠାରେ ମହାନ ମିନାରର ପ୍ରବେଶ ଦ୍ୱାର ଅଛି। ଯଦି ଆମେ ଏହି ସ୍ତମ୍ଭଗୁଡ଼ିକୁ ଦେଖୁଛୁ ତେବେ ଏଗୁଡ଼ିକ ଗୋଲାକାର ପ୍ରକାରର ସ୍ତମ୍ଭ ନୁହେଁ ଏଗୁଡ଼ିକ ଏକ ପ୍ଲେଟ ପରି। ପରବର୍ତ୍ତୀ ପ୍ଲେଟ ଅନ୍ୟ ଏକ ପ୍ଲେଟ ସହିତ ସଂଲଗ୍ନ ହୋଇଛି ଯଦି ଏହା ଉପରେ ଥାଏ ତେବେ ଆମେ ଏହାକୁ ଚାମ୍ଫେରିଂ ବୋଲି କହିଥାଉ। ଚାମ୍ଫେରିଂ ସର୍ବଦା ଏକ ଭଲ କଟ୍ ଯାହା ଆମ ପାଖରେ ରହିବ କାରଣ ଆର୍କିଟେକ୍ଚରାଲ ପଏଣ୍ଟ ଅନୁଯାୟୀ ତୁମେ ସେହି ପ୍ରକାରର ଜିନିଷ ପାଇପାରିବ ଯାହାକୁ କି ତୁମେ ସେହି ଚାମ୍ଫର ସରଫେସ ଗୁଡ଼ିକରେ ଏକ ପ୍ରକାରର ଚିତ୍ର ରଖିବାକୁ ଚାହୁଁଛ। ତେଣୁ ତୁମକୁ ଏକ କର୍ଭ ପରିବର୍ତ୍ତେ ଏକ ସମତଳ ସରଫେସ ଦରକାର ତେବେ ତୁମେ ସେହି ଚାମ୍ଫର ସହିତ ଯାଆନ୍ତୁ। ତେଣୁ ପରବର୍ତ୍ତୀ କ୍ଲାସ୍ରେ ଆମେ ସଲିଡ୍ ବର୍ଗଗୁଡ଼ିକ ବିଷୟରେ ଜାଣିବା ଏବଂ ସେହି ଉପକରଣକୁ କିପରି ବ୍ୟବହାର କରାଯିବ କିଛି ଉଦାହରଣ ଅଭ୍ୟାସ କରିବୁ। ତୁମମାନଙ୍କୁ ବହୁତ ଧନ୍ୟବାଦ।